ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ସିଂଗ୍ରାପଲ୍ଲୀ ପଞ୍ଚାୟତ ଅନ୍ତର୍ଗତ ଯୋଡାସାହି ଗ୍ରାମର ବାସିନ୍ଦା ସଞ୍ଜୟ କୁମାର ସାହୁଙ୍କ ଅକାଳ ବିୟୋଗରେ ଅଞ୍ଚଳରେ ଖେଳିଯାଇଛି ଶୋକର ଛାୟା। ସୂଚନା ଅନୁଯାୟୀ ମନ୍ଥନ ଦୈନିକ ସମ୍ବାଦପତ୍ରର ନୂଆଗାଁ ବ୍ଲକ ସାମ୍ବାଦିକ ସାଇ ସତ୍ୟା ନ୍ୟୁଜ ଓ ବ୍ଲାକ୍ ଏଣ୍ଡ ନ୍ୟୁଜର ନୟାଗଡ଼ ଜିଲ୍ଲା ସାମ୍ବାଦିକ ପ୍ରଦୀପ୍ତ କୁମାର ସାହୁଙ୍କ ସାନ ମଝିଆ ଭାଇ ସଞ୍ଜୟ କୁମାର ସାହୁ ବୟସ 58 ବର୍ଷଙ୍କ ବ୍ରେନ୍ ଷ୍ଟ୍ରୋକରେ ଏମ୍ସ ଡାକ୍ତରଖାନାରେ ଜାନୁଆରୀ 10 ଶନିବାର ଦିନ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ମୃତ୍ୟୁ ବେଳକୁ ତାଙ୍କ ପାଖରେ ତାଙ୍କ ବଡ଼ ମଝିଆ ଭାଇ ପ୍ରସନ୍ନ କୁମାର ସାହୁ ଏବଂ ତାଙ୍କ ପତ୍ନୀ ଦୌପତ୍ରୀ ସାହୁ ଉପସ୍ଥିତ ଥିଲେ। ମୁଣ୍ଡ ବୁଲାଇ ହେବା ସହ ନିଜକୁ ଅସହଜ ମାନେ କରିବାରୁ ତାଙ୍କୁ ପ୍ରଥମେ ନୟାଗଡ଼ ଜିଲ୍ଲା ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରୁ ଡାକ୍ତର ତାଙ୍କୁ ଏମ୍ସ ଡାକ୍ତରଖାନାକୁ ପଠାଇ ଦେଇଥିଲେ, ଯେଉଁଠାରେ କି ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ସଞ୍ଜୟଙ୍କର ଗୋଟିଏ ପୁଅ ଓ ଗୋଟିଏ ଝିଅ ଅଛନ୍ତି। ଝିଅ ବାହାଡାଝୁଲା କଲେଜରେ ଯୁକ୍ତ 2ରେ ପଢୁଥିବା ବେଳେ ପୁଅ ଅଷ୍ଟମ ଶ୍ରେଣୀରେ ପଢୁଛନ୍ତି। ସଞ୍ଜୟ ଜଣେ ମେଳାପୀ, ହସଖୁସି ମିଜାଜ, ସେବା ମନୋଭାବ ସମ୍ପନ୍ନ ବ୍ୟକ୍ତି ହୋଇଥିବା ବେଳେ ଆଦିବାସୀ ଅଞ୍ଚଳର ଲୋକଙ୍କ ହିତ ପାଇଁ ସରକାର କରିଥିବା ଯୋଜନା ସମ୍ପର୍କରେ ଲୋକଙ୍କୁ ସଚେତନ କରାଉଥିଲେ। ସେ ଗ୍ରାମର ଲୋକଙ୍କ ଦୁଃଖ ଦୁର୍ଦ୍ଦଶା ଓ ଭଲ ମନ୍ଦରେ ଆଗଭର ହୋଇ ସାହାଯ୍ୟ ସହଯୋଗ କରି ଆସୁଥିବାରୁ ତାଙ୍କର ଦେହାନ୍ତ ଖବର ପାଇବା ପରେ ସମସ୍ତ ଭାଇ ବନ୍ଧୁ, କୁଟୁମ୍ବ, ଆତ୍ମୀୟ ସ୍ୱଜନ ଏବଂ ଗ୍ରାମବାସୀଙ୍କ ସମେତ ଆଖପାଖ ଅଞ୍ଚଳର ଲୋକମାନେ ତାଙ୍କୁ ଶେଷ ଦର୍ଶନ ପାଇଁ ଯୋଡାସାହି ସ୍ଥିତ ବାସଭବନଠାରେ ରୁଣ୍ଡ ହୋଇଥିବାର ଦେଖିବାକୁ ମିଳିଥିଲା। ଚଳଚଞ୍ଚଳ ସଞ୍ଜୟଙ୍କ ଅକାଳ ବିୟୋଗରେ ଗ୍ରାମବାସୀ ସ୍ତବ୍ଧ ହୋଇପଡିଥିବା ବେଳେ ଗ୍ରାମରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ଶୋକାକୁଳ ପରିବେଶ ମଧ୍ୟରେ ସଞ୍ଜୟଙ୍କ ମରଶରୀରକୁ ଗ୍ରାମ ପରିକ୍ରମା କରାଇ ଗ୍ରାମ ଶ୍ମଶାନରେ ଅନ୍ତିମ ସଂସ୍କାର କରାଯାଇଥିଲା। ତାଙ୍କର ପୁତ୍ର ସ୍ୱାଧୀନ କୁମାର ସାହୁ ମୁଖାଗ୍ନି ଦେଇଥିଲେ। ନୟାଗଡ଼ ଜିଲ୍ଲାରୁ ପିକେ ସାହୁଙ୍କ ରିପୋର୍ଟ, ବ୍ଲାକ୍ ଏଣ୍ଡ ନ୍ୟୁଜ ଓଡ଼ିଆ।